ଆଜ୍ଞା ନମସ୍କାର। ନମସ୍କାର ଆଜ୍ଞା। ମୋ ନାଁ ତ ବିଶ୍ୱନାଥ ନାୟକ, ମୁଇଁ ସୋନପୁରରୁ କହୁଛେ। ଆପଣଙ୍କର ପରିଚୟଟା ଦେବେ? ଆଜ୍ଞା, ମୋ ନାଁ ହଉଛି କୈବଲ୍ୟ ମହାକୁଲ। ମୁଁ ମନମୁଣ୍ଡରୁ କହୁଛି। ଆମେ ମୋର ପେଶା ହେଲା, ଆଜ୍ଞା ମୋର ବୃତ୍ତି ହଉଛି ଶିକ୍ଷକତା କରିବାଟା ଏବଂ ନିଶା ହଉଛି ଲୋକମାନଙ୍କୁ ସାହାଯ୍ୟ କରିବା ବା ଲୋକମାନଙ୍କର ସମସ୍ୟାର ସମାଧାନ କରିବା, ଲୋକମାନଙ୍କୁ ଖୁସିରେ ରଖିବା। ଏଇଟା ହେଲା ଆମର ଥ୍ୟାଙ୍କ ୟୁ। ନିଶା। ଥ୍ୟାଙ୍କ ୟୁ ସାର୍। ଆପଣଙ୍କର ଯେନ୍ତା ଚିନ୍ତାଧାରା, ମୋର ବି ସେଇ ସମାନ ଚିନ୍ତାଧାରା ଯେ ମୋର ବୃତ୍ତି ହଉଛି ନେଟୱାର୍କ ମାର୍କେଟିଂ କରବାରଟା। କିନ୍ତୁ ମୋର ପେସନ ବା ମୋର ଗୋଟେ ନିଶା ଅଛି, ସେଟା ହଉଛି ଆପଣଙ୍କୁ ସାହାଯ୍ୟ କରବାରଟା, ଖୁସିରେ ରଖବାର ଲାଗି। ଅର୍ଥାତ୍ ଅନ୍ୟମାନଙ୍କୁ ଖୁସିରେ ରଖବାର ମୋର ଗୋଟେ ପ୍ରକୃତି ବା ସାହାଯ୍ୟ କରବାର ମୋର ଗୋଟେ ପ୍ରକୃତି। ତ ତେଣୁକରି ନେଟୱାର୍କ ମାର୍କେଟିଂ ଜରିଆରେ ଅନ୍ୟମାନଙ୍କୁ କେମିତି ସାହାଯ୍ୟ ରଖିପାରିନି, ସେଟା ହଉଛି ମୋର ମୂଳ ଲକ୍ଷ୍ୟ। ତ ଚାଲୁନ ଆଜିକା ଟପିକ ବା ବର୍ତ୍ତମାନ ଆମେ କଥା ହେମା ଯେନ୍ଥିରେ ଆମେ ବାସ୍ତବ କଥା କିଛି ଆଲୋଚନା କରମା, ଯାହାକି ଆମର ଲାଗି ନିହାତି ଜାଣବାର ଦରକାର। ବାସ୍ତବରେ ଆଜ୍ଞା ମତେ କହୁଁ, ଯେତିକି ବି ଆମେ ଅଛୁ, ଆପଣ ହଉନ୍ ମୁଇଁ ହୁଏ, ଯେକୌଣସି ବ୍ୟକ୍ତି, ସମସ୍ତେ ଶେଷରେ କାଣା ଚାହୁଁଛନ୍? ଖୁସି ଚାହୁଁଛନ୍ କି ଅଲଗା କାଣା? ସମସ୍ତଙ୍କୁ ଆମେ ଯେତିକି କଲେ ବି ଲାଷ୍ଟ ଆଜ୍ଞା ମଣିଷ କିଛି ନିହାତି ଚାଲିବ। ଆପଣ ତ ଯେତେ ଲେଭେଲ ଯାଉନ୍ ଲାଷ୍ଟରେ ଶାନ୍ତି ହିଁ ଦରକାର ମଣିଷ। ଖୁସି ହିଁ ଦରକାର, ଶାନ୍ତି ବା ଖୁସି ଦରକାର। କିନ୍ତୁ ଖୁସି ପାଇବାର ଲାଗି ବାସ୍ତବରେ ଆମକୁ କେନ୍ କେନ୍ ପାରାମିଟର ଥିବାର ଅଛେ, ଯାର ଦ୍ୱାରା କି ଆମେ ଖୁସିରେ ରହିପାରୁ। ଖୁସି ତ ଏମିତି ଆଜ୍ଞା କୌଣସି ତାର ମାପଦଣ୍ଡ ନାହିଁ। ସେଟା ହେଲା ସବୁ ଆମର ମାନସିକ ଅବସ୍ଥାରେ ଅଛି। ଓକେ, ଖୁସିଟା ଆଜ୍ଞା ମାନସିକ ସ୍ଥିତି କେ ଆମର ଯଦି ବହୁତ ବଢିଆ ଥିବା, ତାହେଲେ ଆମେ ତାହେଲେ ଆମେ ଖୁସିରେ ଖୁସି ରହିପାରିବା। କିନ୍ତୁ ପ୍ରକୃତରେ ଯଦି ଆମେ ଦେଖମା ଆଜ୍ଞା, ବାସ୍ତବରେ ଯଦି ଦେଖମା, ଖାଲି ମାନସିକ ସ୍ଥିତିରେ ଆମେ ଖୁସିରେ ରହି ନାଇଁ ପାରୁ। ଶାରୀରିକ ସୁସ୍ଥତା ଆମେ ଥିବାର ଅଛେ, ମାନସିକ ହିସାବରେ ଆମେ ସଚେତନ ଥିବାର ଅଛେ, ଆଉ ତାର ସାଙ୍ଗେ ଆମର ଚଳବାର ଲାଗି ଆମର ଆର୍ଥିକ ସ୍ଥିତି ବି ଠିକ ଥିବାର ଅଛେ। ତିନିଟା ଯଦି ଆପଣଙ୍କର ଅଛେ ବା ଜଣଙ୍କର ଯଦି ଅଛେ, ସୁସ୍ଥ ଅଛେ, ଋଣ ମୁକ୍ତ ଅଛେ ବା ଇନକମ ଠିକ ହଉଛେ, ଆଉ ବୁଝାମଣା ଠିକ ଅଛେ, ତାହେଲେ ବୋଧେ ମୁଇଁ ଭାବୁଛେ ତାର ପାଖେ ଖୁସି ଭଳିଆ ଜିନିଷ କେବେ ଛାଡିକି ନାଇଁ ଯାଏ। ଆଜ୍ଞା। ହ୍ୟାଲୋ। ହଁ। ନା ଶୁଣ ଟିକେ ଆଜ୍ଞା ଟିକେ ଆପଣଙ୍କଟା ସବୁ ଶୁଭୁଛି, ଆପଣଙ୍କୁ ନାଇଁ ଶୁଭା ଦେଖୁନ। ତ ଆମର ମେଣ୍ଟାଲି ଫିଜିକାଲି ଇକୋନୋମିକାଲି ମାନେ ମାନସିକ ଅବସ୍ଥା, ଶାରୀରିକ ଅବସ୍ଥା ଏବଂ ଆର୍ଥିକ ଅବସ୍ଥା, ଏଇ ତିନିଟା ହଉଛି ଆଜ୍ଞା ମୁଖ୍ୟ ମାନଦଣ୍ଡ। ଆମେ ଗୋଟେ ମଣିଷଟେ ଖୁସିରେ ରହିବା ଲାଗି। ଏବଂ ଆମର ଯଦି ଶରୀରରେ ତ ମନଟା ରହୁଛି, ଶରୀର ଯଦି ଗୋଟେ ସୁସ୍ଥ ନ ରହିବା ତାହେଲେ ମନ ମଧ୍ୟ ସୁସ୍ଥ ରହିନଥିବ। ଆଉ ମନ ଯଦି ସୁସ୍ଥ ନ ରହିଲା ତାହେଲେ ଆମର ଆର୍ଥିକ ସ୍ଥିତି ମଧ୍ୟ ଠିକ ନାହିଁ। ଆଉ ଯଦି ମନ ଯଦି ସୁସ୍ଥ ଅଛି, ଆମର ଆର୍ଥିକ ସ୍ଥିତିକୁ କିନ୍ତୁ ଆମେ ଧୀରେ ଧୀରେ କିନ୍ତୁ ବର୍ତ୍ତମାନ ସମୟରେ କାଣା ହଉଛି ସାର୍, ବର୍ତ୍ତମାନ ସମୟରେ କାଣା ହଉଛି, ଆମେ ସମସ୍ତେ ଯେନ୍ଟା ମୂଳ ଲକ୍ଷ୍ୟ, ମୂଳ ହଉଛି ଆମର ମନ ବା ଆମର ନିଜର ସଚେତନତା, ସେଟାକେ ଆମେ କେତେ ଗୁରୁତ୍ୱ ଦଉଛୁ, ଆଉ ଯେନ୍ଟା କି ଆମକୁ ଦରକାର ଖାଲି ଆର୍ଥିକ ଉପରେ କେତେ ଗୁରୁତ୍ୱ ଦଉଛୁ। ସମସ୍ତଙ୍କୁ ଯଦି ଦେଖମା, ପ୍ରଥମ ଷ୍ଟେପ ନଉଛନ୍ କେମିତି ପଇସା ଇନକମ ହେବା। ହଁ ପହିଲା ଆମର ଫାଷ୍ଟ ଆମେ ଲାଷ୍ଟ ସ୍ଟେପକୁ ଉଠେଇ ଯିବୁ ଆମେ। ଓକେ। ପ୍ରଥମ ତ ଦୁନିଆରେ ଯେତେବେଳେ ଭଗବାନ ଆମକୁ ଗୋଟେ ଜନ୍ମ ଦେଇଛନ୍, ଆମେ ଉଲଟିଆ ଯଦି କର୍ମା ତାହେଲେ ଖୁସ ରହିପାରମା କେବେ ବି ଆମେ ନାଇଁ କରିବନି। ଆମେ ଆଉ ବିଦେଶ ଚାଲବା ଜାଗାରେ ଯଦି ମୁଣ୍ଡରେ ଚାଲବା ଆମେ ଚାଲି ପାରମା ନା? ନାଇଁ। ମୋ ବିଦେଶ ଚାଲବା ଲାଗି କିନ୍ତୁ ଆମେ ଯଦି ନାଇଁ ମୁଣ୍ଡରେ ଚାଲିବି ବୋଲବା ସମ୍ଭବ ହବା କାଁ? ନାଇଁ ବା। କିନ୍ତୁ ସେଇ ଜିନିଷ ଆମେ ଅସମ୍ଭବ କରୁଛୁ, ଭାବରେ ତାହେଲେ କାହିଁ ଲାଗି? ସେ ଜିନିଷ ଆମେ କରୁଛୁ ମୁଖ୍ୟତଃ ହଉଛି ଆମର ଅଜ୍ଞାନତା। ଆମକୁ ସେମିତି
ଗାଇड करबा लगी कोनोसी हमर सेमती सुविधा नाइनो आमे प्रॉपर टूर ट्रांसपोर्ट करे ना आसी पारी प्रॉपर नॉलेज नाइनो हमर पाखे किंबा हमर जेन एजुकेशन सिस्टम रे हम पढिछु हमर से माकले एजुकेशन पद्धति दीर्घ 70 80 वर्ष धरि हम जेन एजुकेशन पद्धति रे आसु जेन शिक्षा दे केवल हमको चाकर बनावा लगी पढ़ा होची जार द्वारा ସିଧା हमर କଥା माइंड କୁ रे काना କହିବାକୁ हे जे ଗଲେ ଆମର ମୁଖ୍ୟ ଅଙ୍ଗ ଯେଟା କି ଆମର ସବୁନୁ शिक्षा ସେଣ୍ଟ୍ରାଲ ଅଙ୍ଗ ଆମର ବ୍ରେନ ବ୍ରେନ के पूरा ब्रेन हेमरेज कर दिया କମା କରିଦିଆ ହଉଛି। हेमरेज कर दिया हां ब्रेन का के हम कमजोर कर दिया है जे ଜଣେ ଏଜୁକେଟେଡ दीर्घ ହେଇଯାଉଛି 70 80 हां ଜଣେ ଏଜୁକେଟେଡ ହେଇଯାଉଛି ଏଜୁକେଟେଡ ମାନେ କଣ ବିଏ ବିଇଡି ଏମଏ ଏମଇଡି କରି ଦଉଛି साक्षर କିନ୍ତୁ साक्षर या तर साक्षर कौन କିନ୍ତୁ ସାକ୍ଷର ହେବା ପରେ ସେ ନିଜର ପ୍ରତି ସ୍ୱାକ୍ଷର ନାହିଁ ହେଇପାରବା ନିଜର हां ପ୍ରତି ସେ ସ୍ୱାକ୍ଷର ନୁହେଁ ହଁ ସାର୍ଟିଫିକେଟ ଅନୁସାରେ ଜଣେ क्या ସ୍ୱାକ୍ଷର ହେଇଯାଉଛି କିନ୍ତୁ किंतु व्यावहारिक ନିଜ ଚଳବାର ଲାଗି ଯେନ୍ ସ୍ୱାକ୍ଷରତା ଦରକାର ସେଇ ସ୍ୱାକ୍ଷରତା ନାହିଁ। पाखे से गुण नहीं हमें खाली ଆଉ ସେଟାକେ ଆମେ କହୁଛୁ आगे ନୈତିକ ଜ୍ଞାନ। हां ये आगो कालरू जेति थिला हमर 64 विद्या ए हम 14 विद्या और 64 कला 14 विद्या और 64 कला जे जहाँ थिला आगे हमर 14टा विद्या जे थिला हमर 14टा विद्या होती हमर वेद ମାନେ 14ଟା ବିଦ୍ୟା ହେଲା 14ଟା ବିଦ୍ୟା ହେଲା ଆମର ଯୋଉ 6ଟା ବେଦ ବେଦ ଉପବେଦ ଆଉ ବେଦାଙ୍ଗ ଏଇଟା ହେଲା 14 ପ୍ରକାର ବେଦ ହେଲା ଯୋଉ ସାମ ଯଜୁର ଅଥର୍ବ ତାର ଏଇଟା ମୁଖ୍ୟ ବେଦ ତାପରେ ତାର ଉପବେଦ କେତେଟା ରହିଲା ତାପରେ ବେଦାଙ୍ଗ କେତେଟା ରହିଲା ମାନେ ଶାସ୍ତ୍ର 14 ଶାସ୍ତ୍ର ଆଉ ତାର ଭିତରେ ଏଇଟା ଥିଲା ଶାସ୍ତ୍ର ଏଇଟା ଶିକ୍ଷା ଲାଗେ ଆଉ କଳା ଥିଲା ଆମର 64 କଳା ଯେମିତିକି କହିବାଟା ଗୋଟେ କଳା ଲେଖବାଟା ଗୋଟେ କଳା ଆର୍ଟ କରବାର ଗୋଟେ କଳା ଧନୁର୍ଷର ମାରବାଟା ବନ୍ଧୁକ ଚଲାବାଟା କିମ୍ବା ଗୀତ ଗାଇବାଟା ଲୋକମାନଙ୍କୁ ମୋଟିଭେଟ କରବାଟା ଗୋଟେ କଳା ଏମିତି ଏମିତି କରି ଆମର 64 କଳା ଥିଲା ଆମେ ସେ ବହୁତ ଭିତରୁ ହଁ ବର୍ତ୍ତମାନ ଆମେ ସେଥିରୁ ସେ 64 କଳା ଭିତରୁ ଜଣେ ବିନା ସ୍କୁଲରେ ସେ 64 କଳା ସେ ଶିଖୁଥିଲା 14ଟା ଶାସ୍ତ୍ର ଭିତରେ 14ଟା ଶାସ୍ତ୍ର ପଢିଲା ପରେ ସେ 64 କଳା ତାକେ ଯେମିତି ଭଲ ଲାଗିଲା ସେଥିରୁ ସେ ଗୋଟେ ଚୁଜ୍ କରୁଥିଲା ଆଉ ସେ ଫିଲ୍ଡରେ ହିଁ ସେ ସମାଜକେ ସାହାଯ୍ୟ କରୁଥିଲା ହଁ ତ ଇଏ ହଉଛି ଆମେ ନିହାତି ଜାଣିବା କଥା ଏଇ ଜିନିଷ ଯେତେବେଳେ ଆମେ ନାଇଁ ଜାଣିବାର ଅସୁବିଧା ହଉଛି କି ନାଇଁ ହେବାର। ହଉଛି ଆଜ୍ଞା ଆମେ ବି ନାଇଁ ଜାଣିବା ବୋଲେ ଆଜି ପର୍ଯ୍ୟନ୍ତ ବି ଆମେ ନାଇଁ ଜାଣିଛେ ଯାର ଦ୍ୱାରା କାଣା ହଉଛି ଆମେ ଆଜି କରିଦେଲା ଗୋଟେ କାମ କରୁଛେ କାଲି ଥାନା ଆଉ ଗୋଟେ କାମ କରୁଛନ୍ତି କାହିଁକି ଆଜି ଦିନ ଥାନା ଆଉ ଗୋଟେ କାମ କରୁଛୁ ଯାର ଦ୍ୱାରା ଆମେ କୌଣସି କାମରେ ସକ୍ସେସ ନାଇଁ ପାରୁ ଆମେ ଯଦି ଗୋଟେ କଳାରେ ବି ମାଷ୍ଟର ହେଇଗଲା ତାହେଲେ ଆମେ କାଣା ସକ୍ସେସ ହେଇଗଲା ଯିଏ ସେ ପଏଣ୍ଟ ଧରଲା ସେ ସକ୍ସେସ ହଉଛି ଆଜ୍ଞା ଏବେ ବି ଯେନ୍ 10% ଲୋକ ଅଛନ୍ତି ନା ସେମାନେ ସେ କଳାକେ ଆଉ ସେ ଶାସ୍ତ୍ରକେ ଠିକ ସେ ପଢିଲେ ବୁଝିଲେ ଆଉ ସେମାନେ ଗୋଟେ କଳାକେ ସେମାନେ ଚୁଜ କଲେ ଆଉ ସେ ଫିଲ୍ଡରେ ସେମାନେ ଟପ୍ ହେଇଗଲେ ଆଉ ବର୍ତ୍ତମାନ ସେମାନେ ଦୁନିଆର 10% ଭିତରେ ଅଛନ୍ତି ଇଏ ଆମର ହଉଛି ସେ ଆପଣ କମ୍ୟୁନିଟି ରହିଛି ଜାଣିବାର କଥା। ଜିନିଷ ଆମେ ପଢବାନି କିନ୍ତୁ ଆଜ୍ଞା ଦେଖା ବୋଲେ ଆମର ଏବେ ଆମର ଯେନ୍ ଏନପି 2020 ସେ ଆମର ହୋଲିଷ୍ଟିକ ଆପ୍ରୋચ ବୋଲି ଯେନ୍ ଦେଖେ ଯେ 14 ଶାସ୍ତ୍ର ଆଉ ଯେନ୍ ସରସ୍ୱତୀ କଳା ତାହାକେ ଏଡପ୍ଟ କରୁଛି ଏବେ ଧୀରେ ଧୀରେ ଗଭର୍ଣ୍ଣମେଣ୍ଟ ଏବେ ରିଏଲାଇଜ କରୁଛେ ଟିକେ ଟିକେ ବିଜେପି ଗଭର୍ଣ୍ଣମେଣ୍ଟ ଆଇଲା ପରେ ଆଗରୁ ତ କଂଗ୍ରେସ ଗଭର୍ଣ୍ଣମେଣ୍ଟର ରିଏଲାଇଜେସନ ନାଇଁ ଥାଇ ଏବେ ମୋଦି ଗଭର୍ଣ୍ଣମେଣ୍ଟ ଆଇଲା ପରେ okay, ଏବେ ନୂଆ ଗଭର୍ଣ୍ଣମେଣ୍ଟ ହେଲା ପରେ ନୂଆ ଆଇଡିଓଲୋଜି ଟିକେ ଟିକେ ହଉଛି ତାପରେ ଧୀରେ ଧୀରେ ସେଟାକେ ଲୋକମାନେ ବି ବୁଝିବେ ସାଉଣ୍ଡ ହଁ ଆସିଲା ବହୁତ ଆଜ୍ଞା ବଢିଆ। ହ୍ୟାଲୋ ଓକେ ଲୋକମାନେ ବି ସେଟା ଧୀରେ ଧୀରେ ବୁଝିବେ ତାପରେ ଆଜ୍ଞା ସବୁଥିରୁ ମାଇଣ୍ଡ କଣ୍ଟ୍ରୋଲ କରବାର ଲାଗି ହଉଛି ଆମର ପଠନ ମନର ମୁଖ୍ୟ ଖାଦ୍ୟ ହେଲା ଆଜ୍ଞା ପୁସ୍ତକ ପଠନ ଆମେ ଯେନ୍ଟା କି ଆଜି ପର୍ଯ୍ୟନ୍ତ ମଧ୍ୟ କେହି ଆମେ ଠିକ ଭାବରେ ନାଇଁ ପଢବ ତ ସେତିକି ଆମର ମନ ଆମର ଅସୁବିଧା ହେବାର ମୁଖ୍ୟ କାରଣ ଯେନ୍ଟା ଆପଣ କହୁଛନ୍ ଯେ ଆମେ ଯଦି ନାଇଁ ଖାଇମା କେତେ ଦିନ ଆମକୁ କେନ୍ତା ଲାଗବା
ନାଇଁ ଖାଲି ଯେନ୍ତା ଅବସ୍ଥା ଆମେ ଯେନ୍ତା ଶରୀର ଦୁର୍ବଳ ହେଇଯିବା ଶାରୀରିକ ମନ ଶାରୀରିକ ବି ଠିକ ସୁସ୍ଥତା ଆମର ରହିବା କାଁ। ନା ରୋଗ ହବା ଠିକ ସେମିତି ମନ ବି ଗଲା ରୋଗ ହଉଛି ଆଜ୍ଞା ମନକୁ ଗଲା ଆମର ରୋଗ ହଉଛି କିନ୍ତୁ କାରଣ ଆମର ମନ ବି ଖରାପ ଆମର ଗୋଟେ ପାର୍ଟ ବା ମନ ବି ଗୋଟେ ଅଙ୍ଗ, ଯାହାକେ ଯଦି ଆମେ ଖାଇବାକେ ନାଇଁ ଦେମା ତାହେଲେ ସେ ଦେଖୁନ ଏମିତି ଭଗବାନ ତାହାକେ ବନେଇଛନ୍ ସେ ତ ଅସୁବିଧା ନାହିଁ ହେବାର, କିନ୍ତୁ ତାର କାର୍ଯ୍ୟକ୍ଷମତା ନିଶ୍ଚିତ ଭାବରେ କମିଯିବା। ହେଇଯାଉଛି କମି ଯାଉଛି ଆଉ ଆଜ୍ଞା ସେଇ ଗୋଟେ ଜିନିଷ ଲାଗି ସେଇ ଗୋଟେ ଜିନିଷ ବିଭିନ୍ନ ଲାଗି ପ୍ରକାର ରୋଗ ଯେତେବେଳେ ସୃଷ୍ଟି ପ୍ରପର ଖାଦ୍ୟ ତାହାକେ ନାଇଁ ମିଳି ପାରବାର, ପ୍ରପର ଏଜୁକେସନ ତାର ଅର୍ଥ ତାର ଖାଦ୍ୟ ହଉଛି ଏଜୁକେସନ, ପ୍ରପର ହଉଛି। ଏଜୁକେସନ ଯେତେବେଳେ ମିଲି ନାଇଁ ପାରବାର ସେ କାଁ କରୁଛେ ସେ ତାର ପେଟ ନାଇଁ ପୁରବାର, ବା ଯଦି ବି ପେଟ ପୁରି ଯାଉଛେ ତାହେଲେ ତାର ହଜମ ନାଇଁ ହେଇପାରବା। ହଜମ ନାଇଁ ପାରବା ଯେନ୍ତା କି ସାମାଜିକ କଥା ଆପଣଙ୍କୁ ଯଦି କୁହାବା ଯେ ଆପଣ ଗୋଢି ମାଟି ଖାଇବା କେ ବା ଆପଣଙ୍କୁ ଯେନ୍ଟା ଆମେ ନାଇଁ ଖାଉ ଯେନ୍ଟା ଆମେ ନାଇଁ ଖାଉ ସେଇ ଜିନିଷ ଖାଇବାକେ କୁହାଯିବା, ତାହେଲେ କେତେ ହଜମ କରିପାରିବେ। ନାଇଁ ବର୍ତ୍ତମାନ ହଜମ ସମୟରେ ଯେନ୍ଟା କରିପାରୁଛି ଦେଖୁଥିବେ କିଏ କୁରକୁରି ଖାଇଦେଲା କିଏ ଆରକାଣା ଖାଇଦେଲା ଲାଷ୍ଟ କେ ଫେର ଅପରେସନ କରୁଛ, ଆଜ୍ଞା ସେଟା ତ ଏଇଟା ଅଖାଦ୍ୟ ନା। ହଉଛି ଆମର mentality, ଅଖାଦ୍ୟ ସେମିତି ଆମର ମନ କେ ଯେତେବେଳେ ଅଖାଦ୍ୟ, ଅଖାଦ୍ୟ ବୋଲେ କାଣା ମନର ଖାଦ୍ୟ କାଣା ଗଲତ ଏଜୁକେସନ ବା ଉତ୍ତମ ଭୁଲ ଜିନିଷ ତଥ୍ୟ, ହୁଁ। ନେଗେଟିଭ ଚିନ୍ତାଧାରା ବାରମ୍ବାର ହଉଛି। ଯେତେବେଳେ ନେଗେଟିଭ ନିହାତି ଚିନ୍ତାଧାରା ବାରମ୍ବାର ତାହେଲେ ସେ ସମ୍ଭଲେଇ ପାରବା କାଁ ନାଇଁ ନାଇଁ। ତ ଏଇ ଜିନିଷ କେ ଆମେ ଯେନ ଦିନ ନାଇଁ ବୁଝମା ସେତକି ଦିନ ତକ ଆମକୁ କେହି ସଚେତନ କରି ନାଇଁ ପାର। ନାଇଁ। ବୁଝିପାରିଲେ। ମଣିଷ ହଁ ମଣିଷ ନିଜେ ଯଦି ବୁଝିବା ସେଦିନ ଚାଲିବ ମଣିଷ ଯେନ୍ ମୋମେଣ୍ଟରୁ ରିଏଲାଇଜେସନ ହେଲା ସେ ମୋମେଣ୍ଟରୁ ନୂଆ ଜନ୍ମ ହେଇଗଲା ପୁନର୍ଜନ୍ମ ନିଶ୍ଚିତ ରୂପେ ପ୍ରତ୍ୟେକ ଦିନ ଆମର ପୁନର୍ଜନ୍ମ ହଉଛି। ଯେନ୍ ଦିନ ଆମେ ନୂଆ ରିଏଲାଇଜେସନ ଅନୁତାପ କଲା ଯେ ମୋର ପ୍ରକୃତରେ ଏଇଟା ମୋର କରିବା କଥା ଏଇଟା ନାଇଁ କରିକି ମୋର ଭୁଲ ହେଲା ଏଇଟା ନାଇଁ କରିକିରି ଦେଖୁନ ଆଜ୍ଞା ଏତେ ଜିନିଷ ଅଛି ଯେ ଆମେ ଖାଲି ଚାରି ବେଦକେ ଆମେ ପଢିଦେବା ଆଜ୍ଞା ୱାର୍ଲଡର ସବୁ କିଛି ପାଇଯିବା ବାସ୍। ଆମେ ଖାଲି ଏବେ କାଣା ପଢୁଛୁ ଏବେ ଖାଲି ଇଂରେଜ ମାନେ ଯେନ୍ତା ପ୍ରଚଳନ କରିଛନ୍ ସେ ମୋଗଲ ସମ୍ରାଟ আকବର ଯେ ନାହଲା ଫିଲ୍ମ ନାହଲା ଗୀତ ଶୁଣୁଛୁ ଦେଖୁନ ଆପଣ ଚିନ୍ତା କରୁନ ଆମର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏତେ ବିଲିୟନ ଡଲାର ଇଣ୍ଡଷ୍ଟ୍ରି କିନ୍ତୁ କେତେଟା ଫିଲ୍ମ ଅଛି ଯେନ୍ଟା କି ଆମର ଲୋକମାନଙ୍କୁ ଠିକ ବାଟ ଆଣବାର ଲାଗି ନାଇଁ ତୁ ନାଇଁ ଏମ ଆଇ ଭଳିଆ ଗୋପାଲା ଗୋପାଲା ଭଳିଆ କି ଚାଲିଶ ଭଳିଆ କେତେଟା ଫିଲ୍ମ ଅଛି ପହିଲା କିନ୍ତୁ ପହିଲା ବହୁତ ଆମେ ଫିଲ୍ମ ଜାଣମା ଅଛି ଯେ ଯେନ୍ଟା କି ଗୋପାଳ ଗୋପାଳ ଫିଲ୍ମ କେତେ ଜଣ ଦେଖିଛନ୍ ବା କେତେ ଜଣ ଜାଣିଛ। ହଁ ସେଟା ବି ଠିକ କଥା କିନ୍ତୁ କିନ୍ତୁ ଦେଖିବେ ଆମେରିକା କି ଶାହରୁଖ ଫିଲ୍ମ ତ ଏବେ ତାହାକେ ନାଇଁ ଆମେ ଦେଖିବେ ଗୁରୁତ୍ୱ ଏବେ ନାଇଁ ଦେବାର, ପୁଷ୍ପା ଯେନ୍ଟା ଆମର ଲାଗି ପୁଷ୍ପା ଯେନ୍ତା ଦରକାର ଆମେ ସେଟାକେ ଗୁରୁତ୍ୱ ନାଇଁ ଦେବାର, ଯେନ୍ଟା ଦରକାର ନାହିଁ ତାର ଉପରେ ଆମେ ବେଶୀ ଗୁରୁତ୍ୱ ଦଉଛୁ। ଆଗେ ଜାବୁଡି କି ରଖୁଛି ପୁରା ଆଜ୍ଞା ତ ତେଣୁକରି ମୁଖ୍ୟ ମୋର ଜିନିଷ ମାଇଣ୍ଡରେ ହଉଛି ଆମର ଯେତିକି ଜାଗା ମନ, ଅଛି ମନ ବା ମାନସିକ ସଚେତନ ଦରକାର। କିନ୍ତୁ ସେତିକି ଆମେ ମାନସିକ ସଚେତନ ଯଦି ରହିବା ଆମର ଶାରୀରିକ ସୁସ୍ଥତା ବି ରହିବା ଆଉ ଆୟ ବି ଠିକ ରହିବା। ଅଟୋମେଟିକ ଭଲ ଆଜ୍ଞା ବୁଝିପାରିଲେ। ଅଟୋମେଟିକ ଆଜ୍ଞା ମୁଁ ଗୋଟେ ସେ କିନ୍ତୁ ଆମେ କାଁ କରୁଛୁ, ଆମେ ବାସ୍ତବରେ ସମସ୍ତେ କାଁ କରୁଛୁ ଆମେ ପହିଲା ଦେଖୁଛୁ ଆମର ଇନକମ ଯଦି ଠିକ ରହିତା ତାହେଲେ ମୁଁ ସହଜକେ ଭଲସେ ରହିପାରିବି କାଣା ହୁଁ ସମସ୍ତେ ଭାବୁଛୁ କଣ ମୋର ଯଦି କରୁଛୁ ଇନକମ ଠିକ ହେତା ମୁଇଁ ଭଲସେ ରହିପାରିବି, ଆଉ ସେ ଇନକମ ଲାଗି ଆମେ କାଁ କରୁଛୁ ଖରାପ ରାସ୍ତା କେ ଆକ୍ସେପ୍ଟ କରୁଛୁ ବା ଖରାପ ଆପଣେଇ ରାସ୍ତା ନେବି କେ ଗ୍ରହଣ କରୁଛୁ। ହୁଁ ଯାହା ଦ୍ୱାରା କି କାଁ ହଉଛେ ବର୍ତ୍ତମାନ ସମୟରେ ଯେନ୍ଟା ବେଦରେ କୁହାଯାଇଛି ଯେ ଆପଣ ଇନକମ କରୁନ ଆପଣ ଅର୍ଥ ଉପାର୍ଜନ କରୁନ କିନ୍ତୁ କାହାକେ କଷ୍ଟ ନାଇଁ ଦେଇକିରି ଅର୍ଥ ଉପାର୍ଜନ କରୁ। ହୁଁ କାହାକେ ଦୁଃଖ ନାଇଁ ଦେଇକିରି ଅର୍ଥ ଉପାର୍ଜନ କରୁ। କାହାକେ ଅସୁବିଧାରେ ନାଇଁ ପକେଇକିରି ଅର୍ଥ ଉପାର୍ଜନ କରୁ। ଆଉ ଯଦି ବି ଅର୍ଥ ଉପାର୍ଜନ କରୁଛନ୍ ଜଣକୁ ଯଦି ନାଇଁ ହେଇପାରବା ତାହାକେ ବି ସାହାଯ୍ୟ କରୁ ସହଯୋଗ କର। ହୁଁ ଅର୍ଥାତ ଗୋଟେ ଧାଡିରେ କହିବାକେ ଗଲେ ଅନ୍ୟ ମାନଙ୍କୁ ସାହାଯ୍ୟ ନିଃସ୍ୱାର୍ଥପର ସହଯୋଗ କରିକି ଯଦି ଆପଣ ଅର୍ଥ ଉପାର୍ଜନ କରିବେ ତାହେଲେ ସେଇ ଅର୍ଥ ତାହେଲେ ପୁରା ଲଙ୍ଗ ଉପାର୍ଜନରେ ଲାଷ୍ଟିଂ ଆପଣଙ୍କୁ ବାସ୍ତବିକ ଶାନ୍ତି ବା ଶାନ୍ତି ମିଳିବ ବାସ୍ତବିକ ସୁଖ ମିଳିପାରବା। ତ ବର୍ତ୍ତମାନ ଆମେ ସେଟା ଟିକେ ଆଲୋଚନା କରମା ଯେ କେନ୍ ପ୍ରଫେସନ ଅଛେ ବା କେନ୍ କାମ ଅଛେ ଯେନ୍ଥିରେ କି ଆମେ କାହାକେ ଅସୁବିଧା ନାଇଁ କରିକିରି କାହାକେ ହାନି ନାଇଁ ପହଞ୍ଚେଇକିରି କାର କଷ୍ଟ ନାଇଁ ଦେଇକିରି କାର ମାନେ ପ୍ରୋବ୍ଲେମ ନାଇଁ ହେଇକିରି ଆମେ ଇନକମ କରିପାରମା ସେହି ଜିନିଷ ଉପରେ ବର୍ତ୍ତମାନ ଯେନ୍ଟା ଚାଲିଛି ଆମେ ଗୋଟେ ଦୁଇଟା ତିନିଟା ଚାରିଟା ପ୍ରଫେସନ ଉପରେ ଚିନ୍ତା କର୍ମା ଆଉ କଥା ହମା ଯେ କେମଥିରେ ସେଟା ପରଫେକ୍ଟଲି ଆମକୁ ମିଳିପାରବା।
आपणकर हिसाब रे कहून गुटे प्रोफेशन कहून सेटाके आमे टेस्ट करमा इभालुएट करमा बा जानमा जे से प्रोफेशन रे आमे जहा करूचु सेटा हमर मानसिक लगी हमर शारीरिक लगी और हमर आर्थिक समस्या लगी समाधान केते करूचे कि केते नाई करबार आमे सेटाके टेस्ट करमा बा जानमा तापरे आमे जानमा जे ई जिंसटा कले भल हेबा बोली आउ आमे नुहे हमर परवर्ती पीढ़ी बा हमर जेन फर्स्ट जनरेशन बा सेकंड जनरेशन जेन माने आइले समस्त को से जिंस भी आमे बता ଆଜ୍ଞା। तो केन प्रोफेशन अच्छे जेन थिरे कि आपण गुटे प्रोफेशन कहून ताहाके आमे डिटेल्स आलोचना करमा सेतरे भूल अच्छे कि खराब अच्छे लोक माने तो चाहूचन सेटा भूल खराब केबे चिंता ना करे किंतु आमे चिंता करू कि समाज के जणामा तो जेहेतु मुझे आज्ञा प्रोफेशन टीचिंग प्रोफेशन माने शिक्षादान प्रोफेशन मुझे बहुत भावुँ बढ़िया ये विषय आलोचना हाँ देखुन आमे जेकोसी जिनिस दान कला बोले हमको खुशी लाଗୁଛି हम्म और ऋषि जदि करमा दान खुशी आमे हम आज्ञा हमको निष्कु हमर मेंटली आमे मन के भावना तो निजर मनटा कहू से से मन टिके करा से टिकेटा আছে লজ্জিত আছে हम्म କାରଣ ନିଜ ଆମେ ଜଣକୁ ଯଦି ଦାନ ବି ଦଉଛୁ ବୋଲେ ବି ଆମେ ତାର ଆତ୍ମସମ୍ମାନ କେ ଭଳି ଏଇଟା କରିଦେଉଛୁ ତାକେ ଆମେ ତାକେ ସେଥିରୁ ତାକେ ବଞ୍ଚିତ କରୁଛୁ ତାର ଆତ୍ମସମ୍ମାନ ସହିତ ବଞ୍ଚିବା ଅଧିକାର କେ ଆମେ ତାର ଶୂନ୍ୟ କରିଦେଉଛୁ हम्म ତ ସେଥିଲାଗି ଯିଏ ଋଷି କରିବା ସେ ତାର ଆତ୍ମଗ୍ଲାନି ସେ ଏଇଟା ପାଇବା ନିହାତି ଭାବରେ କିନ୍ତୁ ଦେଲା निहाती ବେଳେ ସେ ଖୁସି निहाती ସେଥିଲାଗି ଯେକୌଣସି ଜିନିଷ ଆମେ ଜ୍ଞାନ ଦାନରୁ ଆର ବଡ ଦାନ କିଛି ନା ମିଳେ ପୃଥିବୀରେ ओके ଆମେ तेणुकरी आपणकर कहबार हिसाब रे जेतेबेले आपण टीचिंग प्रोफेशन रे अछन गुटे शिक्षादान गुटे एंता बढ़िया जिंस मोर हिसाब रे तो मुई कहमी आज्ञा सर्व सर्वोत्कृष्ट दान होचे शिक्षादान ଆଜ୍ଞା चाणक्य कहिचन जे आपण को जदि दिने कर लगी चलबार अच्छे चिंता करबार अच्छे आपण जो लेबर काम करबे ହୁଁ आपण जदि गुटे मासर लगी चलबार अच्छे जाउन कोनोसी चाकरी करबे जदि मासे कर लगी चिंता करूछन ହୁଁ ହୁଁ ଆପଣ ଯଦି ବର୍ଷେକର ଲାଗି ଚିନ୍ତା କରୁଛନ୍ତି ଯାଉ କୌଣସି ଚାଷ କାମ କରିବେ ଯଦି 5 ବର୍ଷ ଲାଗି ଚିନ୍ତା କରୁଛନ୍ ବା ତାନୁ ଉପରକେ ଚିନ୍ତା କରୁଛନ୍ ଯେକୌଣସି ବ୍ୟବସାୟ କରୁନ୍ ଆଉ ଯଦି ସାରା ଜୀବନ ଲାଗି ପ୍ଲସ୍ ଜୀବନ ସାରା ଲାଗି ଆପଣଙ୍କୁ ଭଲ ଚିନ୍ତା କରୁଛନ୍ ତାହେଲେ ଲୋକଙ୍କୁ ଆପଣ ସଚେତନ କରୁନ୍ ବା ଲୋକଙ୍କୁ ଶିକ୍ଷିତ କରୁନ୍ ତାର ଅର୍ଥ ଶିକ୍ଷାଦାନ ଗୋଟେ ଛୋଟ ଜିନିଷ ନୁହେଁ ସେ ଆଜ୍ଞା କିନ୍ତୁ ସେ ତ ଆଜ୍ଞା गुरु କିନ୍ତୁ गुरु ଯେତେବେଳେ ଶିକ୍ଷାଦାନ ହଁ गुरु ପ୍ରପରଲି ହେବା ଦରକାର ଆଜ୍ଞା ଯଦି ପ୍ରପର ଶିକ୍ଷାଦାନ ନାଇଁ ହଉଛେ ତାହେଲେ ସେଟା ବି ଗଲତ ରାସ୍ତାରେ ଯିବାର ସମ୍ଭାବନା ଅଛି ଆଜ୍ଞା ଆମେ ଯେନ୍ତା ଆଉ ଗୁଡ଼ ବାଟେ ଚାଲବାଟା ଗୁଡ଼ ବାଟେ ଚାଲବା ଯାହା ହବା ଏବେ ସେ ଶିକ୍ଷାଦାନଟା ସେନ୍ତା ହେଇଯାଇଛି ଆରେ ଏବେ ଆମର ସବୁ ଗୁରୁ ଯେତେ ସବୁ ଭେଜାଲ ଗୁରୁ ଯେତିକି ବି ଗୁରୁ ଅଛନ୍ତି ସମସ୍ତେ ଭେଜାଲ ଗୁରୁ ସେ ନାଇଁ ସାରଥୀ ବାବା ମୋର ଅନୁସାରେ ମତେ କ୍ଷମା କରିବେ ସବୁ ଗୁରୁ କେବେ ଭେଜାଲ ଆଜ୍ଞା ନାହିଁ ହେଇପାର ସବୁ ନାହିଁ ମ୍ୟାକ୍ସିମମ୍ ହଁ ଏଟା ହଁ ଗୋଟେ ଆଜ୍ଞା ମ୍ୟାକ୍ସିମମ୍ ଆପଣ ଅଧିକାଂଶ କହିପାରିବେ 90% କିନ୍ତୁ ହଁ ଅମ୍, 90% ବହୁତ କମ ଅଛନ୍ ଯେନ୍ମାନେ କି 90% ହଁ ହଁ ସଚୋଟ ଯେନ୍ମାନେ କି ନିଶ୍ଚିତ ଭାବରେ ସେମାନେ ଗୁରୁର କର୍ତ୍ତବ୍ୟ ପାଳନ ତାକୁ ପାଇଁ କରୁଛନ୍ ତାଙ୍କର ତାଙ୍କୁ ଲାଗି ଆମେ ବଞ୍ଚିଛି ଆଜ୍ଞା ହୁଁ ତାଙ୍କୁ ଆମେ କ୍ଲେମ କରିବା ସେମାନଙ୍କ ଦରକାର ନାହିଁ ନା ହୁଁ କିନ୍ତୁ ହୁଁ ଯେନ୍ମାନେ ତ ସେମାନଙ୍କ ଲାଗି ସମାଜକେ ହିଁ ଉପଯୁକ୍ତ ଶିକ୍ଷା ଦେବାର ବଦଳରେ ହୁଁ ସେମାନେ ଯଦି ନଷ୍ଟ କରୁଛି ଆର୍ଥିକ କେନ୍ଦ୍ରିକ ହେଇଯାଉଛି ଅର୍ଥ କେନ୍ଦ୍ରିକ ହେଇଯାଉଛନ୍ ସେଇ ସମୟରେ ସେମାନଙ୍କୁ ଆମର ଗୋଟେ ରିକ୍ୱେଷ୍ଟ ଯେ ବାସ୍ତବରେ ଆପଣ ଯଦି ସୁଖରେ ରହିବାକେ ଚାହୁଁଛନ୍ ଆପଣ ଯଦି ଶାନ୍ତିରେ ରହିବାକେ ଚାହୁଁଛନ୍ ତାହେଲେ ପ୍ରପର ଏଜୁକେସନ ବା ବାସ୍ତବ ଶିକ୍ଷା ସମସ୍ତଙ୍କୁ ଦଉନ୍ ଯାହା ଦ୍ୱାରା କି ଆପଣଙ୍କର ଜରିଆରେ ଗୋଟେ ଛୁଆ ବା ଜଣେ ବ୍ୟକ୍ତି ପରବର୍ତ୍ତୀ ସମୟରେ ସେ ଯାଇକିରି ଭଲ ମଣିଷଟେ ହେବା ଯାହା ଦ୍ୱାରା କି ହୁଁ ସେ ଆପଣଙ୍କର ସହିତ ସମାଜ ଲାଗି କିଛି ନା କିଛି ଭଲ କରବା ଏଟା ତ ପରେ ଆଜ୍ଞା ଯେନ୍ତା ଆପଣ କହିଲେ ଯେତେବେଳେ ଟିଚର ହୁଁ टीचर ଆଗରୁ प्रोफेशन रो हमें पहला ଆଜ୍ଞା देखमा जे टीचर ହୁଁ प्रोफेशन में हमको काना काना मिलबा ଏବଂ ଟିଚର ପ୍ରଫେସନ କହିଲା ତ ଆପଣ ଆଗରୁ ଯାହା ଥିଲା ଜଣେ ଟିଚର ଥିଲା ଆଗରୁ ସମାଜର ମୋଷ୍ଟ ରେସପେକ୍ଟେବୁଲ ପର୍ସନ ମାନେ ସମାଜର ସବୁଠାରୁ ସର୍ବାଧିକ ସମ୍ମାନ ପାଉଥିବା ବ୍ୟକ୍ତି ଟଙ୍କା ପଇସା କେତେ ପାଉଥିଲେ ସେଥିରେ ମ୍ୟାଟର ନଥିଲା
ସର୍ବାଧିକ ସମ୍ମାନ ପ୍ରାପ୍ତ ବ୍ୟକ୍ତି ଯେନ୍ଟା କି ଏ ସମ୍ମାନଟା ମଣିଷକୁ ବେଶୀ ଦରକାର ଆଜ୍ଞା। ଆମେ ଯାହାତି ଆମ ପଇସା କମାଉଛୁ କେମିତି ଲାଗି ସମ୍ମାନ ଲାଗି ହିଁ ଆମେ ପଇସା କମାଉଛୁ, ସମ୍ମାନ ପାଇବାର ଲାଗି। ଏ ସମ୍ମାନର ଭୂକା ସମସ୍ତେ ଆମ ଏପରିକି ଆଜ୍ଞା ଜଡ ପଦାର୍ଥ ବି ସମ୍ମାନର ଭୂକା। ଯେମାନଙ୍କ ଜୀବନ ନାଇନ ସେମାନେ ବି ଚାହିଁଛନ୍ତି ତାଙ୍କର ଆତ୍ମସମ୍ମାନ ବଜାୟ ରହୁ। ତାକୁ ଲାଗି ଆମେ ଧରୁ ଆମର ଗୋଟେ ମୋଟରସାଇକେଲ ଦେଖି ଯଦି ଆମେ ତାକେ ଟିକେ ହିସାବରେ ପ୍ରପର ୟୁଜ ନାଇଁ କରିବା, ସେ ଆମକୁ ବେଳେ ବେଳେ ଧୋକା ଦଉଛି। କିନ୍ତୁ ଆମେ ଯଦି ତାକେ ସବୁଦିନ ଠିକ ଭାବରେ ପ୍ରପର ୟୁଜ କରିଦିଉ, ସେ କେବେ ଆମକୁ ଧୋକା ନାଇଁ ଦିଏ ଆଜ୍ଞା। ଜଡ ନିଶ୍ଚିତ ପଦାର୍ଥ ବି ଭାବରେ। ଚାହିଁଛି। ତ ତେଣୁକରି ପ୍ରଥମ ଜିନିଷ ଆମକୁ ମିଳୁଛେ, ଯଦି ଶିକ୍ଷାଦାନ କରୁଛୁ ତାହେଲେ ସମ୍ମାନ ଆମକୁ ମିଳିବାର ଦରକାର ବା ସମ୍ମାନ ହଁ ମିଳୁଛେ। କିନ୍ତୁ କେତେବେଳେ ସମ୍ମାନ ମିଳୁଛେ, ଯେତେବେଳେ ଆମେ ସେମାନେ ପ୍ରପର ଦେଲେ ଯାଇକରି ଏଜୁକେସନ ବା ଯେନ୍ଟା ଆମେ 15 ବର୍ଷ ହଁ 20 ବର୍ଷ ତଳର କଥା ଆମେ ଯଦି କହିମା। ହଁ ଆଜ୍ଞା ସମ୍ମାନ ଫେନ୍ ମିଳିବା କେତେବେଳେ ଯେତେବେଳେ ଆମେ ସମ୍ମାନ କେ ଦମା। ଧরুন ଗୋଟେ ଗୁରୁଟେ ହେଲା, ଗୁରୁଟେ ଯଦି ସେ ଷ୍ଟୁଡେଣ୍ଟ ଯଦି ସେ ଷ୍ଟୁଡେଣ୍ଟ ଭଳିଆ ନାଇଁ ଭାବଲା, ତାକେ ଯଦି ଗୋଟେ ଯାହା ପାରି ତା ଏଇଟା କଲା ତାକେ ଖରାପ କଥା ଶିଖେଲା, ତ ସେ ଗୁରୁକେ ସମ୍ମାନ ମିଳିବା କେଁ? ନାଇଁ ନା ମିଳେ। ମିଳେ। ଗୁରୁ ଯେତେବେଳେ ଭାବାଏ ସେ ଛୁଆଟା ହଉଛି ନିଜର ଛୁଆ, ନିଜ ଭଳି ଯେତେବେଳେ ସେ ଡୁପ୍ଲିକେଟ କରବା, ମାନେ ଟିକେ ବି ଆଜ୍ଞା ସେ ଡୁପ୍ଲିକେସନ ଆସୁ। ମାନେ ଗୁରୁ ଯେନ୍ତା ଯେନ୍ ନଲେଜ ଟା ପାଇଛନ୍ ନିଜେ ଗୁରୁ ଯେନ୍ତା ରଖିଛନ୍, ତାଙ୍କର ସେ ଜଣେ ନେଟୱାର୍କ ବନେଇଦେବେ। ମାନେ ସେ ସ୍କିଲ୍ ଟାକେ ଯେତିକି ଷ୍ଟୁଡେଣ୍ଟ ସେ ପଢେଇ ପାରିବା କଥା ପଢେଇ ଦେବେ, ଡୁପ୍ଲିକେସନ କରିବେ। ସମ୍ମାନ ମିଳିବା। 2 ନମ୍ବର ମିଳୁଛେ କାଣା? 2 ନମ୍ବର ମିଳୁଛେ ସମ୍ମାନ ମିଳିଲା ମାନେ ଧୀରେ ଧୀରେ ମାନସିକ ଶାନ୍ତି ବି ମିଳିଲା। ମାନସିକ ଶାନ୍ତି ମିଳିଲା ଆଜ୍ଞା, ହେନୁ ବଡ ଶାନ୍ତି କିଛି ନାଇଁ। ତାପରେ ଓକେ। ସମ୍ମାନ ମିଳିଲା, ତାପରେ ଧୀରେ ଧୀରେ ଆଜ୍ଞା ତାକେ ଯେତେବେଳେ ତାର ଶିଷ୍ୟ ସବୁ ହେଇଯିବେ, ତା ପଇସାର ଅଭାବ କାଣା ରହିଲା ନା? ନାଇଁ, ତାର ଅର୍ଥ ବି ମିଳିଲା। ଆର୍ଥିକ ଅର୍ଥ ଅଟୋମେଟିକ ଆସିବା। ହେଲା। ଅର୍ଥ ଅଟୋମେଟିକ ଆସିବା। ଆଉ ତାର ସାଙ୍ଗେ ଯଦି ଆମେ ଦେଖମା, ଜଣେ ଯଦି ପ୍ରପର ଠିକ ହିସାବରେ ଶିକ୍ଷିତ ଅଛେ, ତାହେଲେ ସେ ତାର ଶରୀର କି କେବେ ବି କଷ୍ଟ ନାଇଁ ଦିଏ। କଷ୍ଟ ନାହିଁ ଆଜ୍ଞା। ତେଣୁକରି ଆପଣ ଦେଖୁନ୍, ତାର ଶାରୀରିକ ସୁସ୍ଥତା ବି ରହିବା। ଆପଣ ଗୋଟେ ଅନୁଭବ କରିବେ, ରିସର୍ଚ୍ଚ କରୁନ୍ କି ଦେଖିବେ ମ୍ୟାକ୍ସିମମ୍ ଟିଚର ଯେମାନେ ବି ପ୍ରାଇମେରୀ ଧରିକି ହାଇସ୍କୁଲ କଲେଜ ପର୍ଯ୍ୟନ୍ତ ଟିଚର ମାନେ ଦେଖୁନ୍, କେତେ ଜଣ ପ୍ରକୃତର ସେମାନେ ଶିକ୍ଷକ ହବାର ଯୋଗ୍ୟ? ଦେଖିବେ ଦେଖ, 10% ମୁଇଁ ରହିବେ। ତ ଗୋଟେ କଥା କହିମି, ମୁଇଁ କାହାକେ ଆଜ୍ଞା ଇଭାଲୁଏସନ କରବାର ମୋର କୌଣସି କ୍ଷମତା ନାଇଁନ, କିନ୍ତୁ ମୁଇଁ ଗୋଟେ କଥା କହିମି, ସେହି ବ୍ୟକ୍ତି ମାନେ ଯାର ପାଖେ ମୁଇଁ ଯାଇକିରି ଭେଟୁଛେ, ଯେମାନେ ଫିଟ୍ ଅଛନ୍, ଯେମାନେ ଫାଇନ୍ ଅଛନ୍, ଫିଟ୍ ଅଛନ୍, ହୁଁ ଫାଇନ୍ ଅଛନ୍, ଆଉ ଯେମାନେ ବର୍ତ୍ତମାନ ବି ସୁସ୍ଥ ଅଛନ୍, ସେମାନଙ୍କୁ ମୁଇଁ ଯେତିକି ଦେଖିଛେ, ଯଦି ତାଙ୍କୁ 55 ବର୍ଷ ବି ହଉଛି ଆର୍ ସେମାନେ ଯଦି ଫିଟ୍ ଫାଇନ୍ ଅଛନ୍, ବହୁତ କ୍ୱଚିତ ଦେଖିଛେ ସେମାନେ ଭୁଲ କାମ କରବାଟା। ସେମାନେ ପ୍ରପରଲି ହୁଁ ଏଜୁକେସନ ଦଉଛନ୍, ପ୍ରପରଲି ହୁଁ ଛୁଆ ମାନଙ୍କର ସାଙ୍ଗେ ମାନେ ଇଣ୍ଟରାକ୍ସନ ଅଛେ ତାଙ୍କର ସହିତ, ଡିସିଜନ ପ୍ରପରଲି ସେ ତାଙ୍କ ଡ୍ୟୁଟି କେ ନିଭଉଛନ୍। ଫଳରେ ଆଜିକା ଡେଟ ରେ ଜଣେ ଟିଚର ଯେ କି ପ୍ରପରଲି ଅଛେ, ତାହାକେ ନା କୌଣସି ବିପି ଅଛେ, ନା ଡାଇବେଟିସ୍ ଅଛେ, ନା ହାର୍ଟ ଆଟାକ୍ ଅଛେ, ନା ଟେନସନ ଅଛେ, କିଛି ଅଛେ, ସେ ବିନ୍ଦାସ ଚଳି ପାରୁଛେ। ଆଜି ବି ଅଛନ୍ ବହୁତ, ମୁଇଁ ଆପଣଙ୍କୁ ଉଦାହରଣ ଦେଇପାରମି, ନା ଧରିକିରି ବି କହିପାରମି, ଯେନ୍ ମାନେ କି ଆଜି ରୋଗମୁକ୍ତ ଅଛନ୍। କେନ୍ ମାନେ ରୋଗମୁକ୍ତ ଅଛନ୍? ସେହି ଟିଚର ମାନେ ଯେନ୍ ମାନେ ପ୍ରପର ଏଜୁକେସନ ଦଉଛନ୍, ଆଉ ନିଜର ଯେନ୍ ମିଳୁଛେ, ଯେନ୍ ଆର୍ଥିକ ଅନୁଦାନ ମିଳୁଛେ, ସେତାର ପ୍ରପର ୟୁଟିଲାଇଜେସନ ବି କରୁଛନ୍। ସେମାନଙ୍କର ଚିନ୍ତା ହେଲା ଯେ ମତେ ଯଦି ଆଜି ମାସକ 30,000 କି 40,000 କି 50,000 ମିଳୁଛେ, ତାହେଲେ ତାର ବଦଳରେ ମୁଇଁ କାଣା କରୁଛେ? ଗୋଟେ ଛୁଆକେ କମ ସେ କମ ସେମାନେ ଘଣ୍ଟେ କି 2 ଘଣ୍ଟା ହେଲେ ଭଲସେ ପଢଉଛନ୍। ଯେତିକି ତାଙ୍କର କାପାସିଟି ଶକ୍ତି ସେମାନେ ଯେତିକି ସମ୍ଭବ ସେ ତାଙ୍କର କର୍ତ୍ତବ୍ୟ ପ୍ରୋବ୍ଲେମ ହେଲା, ଭିତରେ। ସେମାନେ 10ଟା ପୂର୍ବରୁ ସ୍କୁଲ କେ ପହଞ୍ଚୁଛନ୍। ତାଙ୍କର କର୍ତ୍ତବ୍ୟ ହେଲା ସେମାନେ 4ଟା ପରେ ସ୍କୁଲରୁ ଆସୁଛନ୍। ହଁ, ଏତିକି କହିମା, ବର୍ତ୍ତମାନ ସମୟରେ ଯେହେତୁ ସରକାରୀ ତରଫରୁ ସବୁ ଅସୁବିଧା ବା ସୁବିଧା କେ ମ୍ୟାନେଜ କରବାକେ ପଡୁଛି, ସେଟା ତ ଆମେ ତାହାକୁ କହି ନା ପାରୁ। କିନ୍ତୁ ବେସିକାଲି ଯଦି ମୁଇଁ ଦେଖମି, ଏବେ ବି କିଛି ଶିକ୍ଷକ ଅଛନ୍ ଯେନ୍ମାନେ ବାସ୍ତବରେ ସେ ଭିତରେ ବି ଶିକ୍ଷକ ବାସ୍ତବ ମାନଙ୍କୁ ଶିକ୍ଷା ଦେଲେ ସାଲ୍ୟୁଟ କରିବା କଥା। ଆଜ୍ଞା ଆଉ ତାଙ୍କର ଲେଖେନ୍ ଯଦି ସମସ୍ତେ ହେଲେ ସମାଜରେ ଶିକ୍ଷିତ ବ୍ୟକ୍ତି ବଢବାର୍ ଲାଗି ବା ଶିକ୍ଷିତ ବ୍ୟକ୍ତି ଯେ ନାଇଁ ନ ଆମେ ବୋଲଛୁ ଶିକ୍ଷିତ ବ୍ୟକ୍ତି ରହିପାରିବେ, ଯଦି ତାଙ୍କର ଲେଖେନ୍ ଅଭାବ ଯେନ୍ ବ୍ୟକ୍ତି ହଁ ଆଜିକା ଦୁନିଆରେ ସମସ୍ତେ ହେଇଯିବେ, ସବୁ ହଁ ଟିଚର। ତାଙ୍କର ଯଦି ଆମେ ତାହାକୁ ଯଦି ଡୁପ୍ଲିକେସନ କରିପାରିଲା, ତାଙ୍କର ସେ କ୍ୱାଲିଟି ଡୁପ୍ଲିକେସନ କଲେ ଆମର ଭଲର ହାରଟା ବଢି ପାରିବ।
ନିହାତି ତ ଭାବରେ ଆମେ ବଢିବ। ତିନିଟା ଜିନିଷ ପାଉଛୁ, ଶାରୀରିକ ସୁସ୍ଥ ପାଉଛୁ, ଅର୍ଥ ବି ପାଉଛୁ, ସମ୍ମାନ ବି ପାଉଛୁ। ତାର ତ ଇଏ ଗୋଟେ ବଢିଆ ପ୍ରଫେସନ ଟିଚର ହେଲେ। କିନ୍ତୁ କେତେବେଳେ ଆମେ ସେଟା ପାଇମା ଯେତେବେଳେ ଆମେ ପରଫେକ୍ଟ ଟିଚର ହେବା କାଣା। ଆଜ୍ଞା ପରଫେକ୍ଟ ଆଉ ସେଥିର ଲାଗି ସବୁଥିରେ PhD करवाके पड़सी बा मास्टर हेबाके पड़सी। ମାଷ୍ଟର ହେବାକୁ ପଡିବ। এটা পুরো ଆଜ୍ଞା ସେ ସରସ୍ୱତୀ ବିଦ୍ୟା ପରେ। तार माने न मुना कहबार कि सब टीचर की सब सुविधा पाइबे। देखबे आजिका डेट टीचर ताके बीपी ହେଇଛେ ବା कोलेस्ट्रॉल ହେଇଛେ ବା मोटा ହେଇकरी ताके हार्ट अटैक रो औषध रेगुलर खाउचे এটা ତ बा ଆଜ୍ଞା सुगर रो ପାଖାପାଖି औषध 70% रेगुलर खाउचे, ଲୋକ सुगर 70 औषध रेगुलर ରୁହ खाउचे। ଆଜ୍ଞା। से भाबुचे काना जानिଛ ना आज्ञा, ହୁଁ। मुई तो उष खाउचे मोर का हबा काना। ହଁ ହଁ ମୁଁ ଈଶ୍ୱର ଭାଉଜ ମୋର କାଣା ହବ। तार मूल କିନ୍ତୁ जिनिस के सिना बाबा। ହଁ ମୂଳ ଜିନିଷ ନାହିଁ, ସେମାନେ ମୂଳ ଜିନିଷରେ ନାହିଁ ଧରି ପାରବ। तो मुई ଆଜ୍ଞା मत ଆମର ଆଜ୍ଞା असुविधा काहे काटी ହେଲା। ହଁ ଯେନ୍ ହୁଏ ମାରି ଯେନ୍ତା କହିଲା ଆମର ତାଙ୍କର ମାଇଣ୍ଡ ର ଆଗରେ କାଣା ଗୋଟେ ପର୍ଦା ଢଙ୍କା ହେଇଛି। तो देखी ପର୍ଦାରେ के ଢଙ୍କା पारबे। ହେଇଯାଇଛି ତାକୁ ସେଟା ସେମାନେ ଦେଖି ନାଇଁ ପାରନ୍ତି ଆଗକେ। ଆଉ ସେମାନେ ଭାବୁଛନ୍ତି ଏଇଟା ନ ବଢିଆ। ଆମେ ଯଦି ଯେତେବେଳେ ସ୍କୁଲ ଦେଖିନା କେନ୍ତା ହେବା। ଆପଣ ଯଦି ନାଇଁ ଦେଖି ପାରବେ ତାହେଲେ ଆଗକେ ଗାଡି ଚଳେଇ ପାରବେ। ନାଇଁ ଚଲେଇ ପାରନ୍ତି ଅଛନ୍ତି ହଉଛେ ଆଉ ବୁଝ ପୁରା ମାନେ ରିଚାର୍ଡ ବି ନାହିଁ ପାର ଅଧାରେ ହାତ ଟିକେ ହାତ ବ୍ଲଡ ପ୍ରେସରରେ ମୁଡି ଯାଇଯିବ। ଆମେ ବୋଲଛୁ ଆମକୁ पेंशन मिलवा, गवर्नमेंट चाकरी कले पेंशन मिलवा। ठीक अच्छे आज्ञा, गवर्नमेंट चाकरी कले पेंशन मिलवा। किंतु से पेंशन खाइबार लगी आपको समय तो बचबार अच्छे कि नहीं न। आज्ञा आपन को जदि पेंशन मिलवा ताले से पेंशन खाइबार लगी आपन को सेतकी समय देवार अच्छे कि नहीं न। ଠିକ ସେ ରଖମା କରି ଆପଣ ଦେବାର ଅଛି। 60 ବର୍ଷ ପୁରା ବଞ୍ଚିଲା ପରେ ଯାଇ ତ पेंशन ଖାଇ ପାରବେ। ହଁ 60 ବର୍ଷ କିନ୍ତୁ ତ ପହିଲା ତ ବଞ୍ଚି ରହିବାର ଅଛି। କେତେ ଜଣ ଗୁରୁତ୍ୱ ଦଉଛନ୍ତି ଯେ ଆମେ 70 ବର୍ଷ କି 80 ବର୍ଷ ବଞ୍ଚବୁ ବୋଲି କେତେ ଜଣ ଗୁରୁତ୍ୱ ଦଉଛନ୍। ଏ ତ ଆଜ୍ଞା ଯାହାକେ ଦେଖିବେ ହଁ ଆଉ କାରଣ ଅଛି ଆମେ ଯାହାସବୁ ଏଇଟା 50 60 ଷାଠିଏ ମାନେ ମେଣ୍ଟାଲିଟିଟାকে ସେମାନେ ଦୁର୍ବଳିଆ କରିଦଉଛନ୍ତି। नहीं देखो मुख्य जिनस के नहीं देखबा। ହୁଁ मुख्य जिनस छाड़ी दौन। समस्ते चाहते सरकारी चाकरी करमु ठीक अच्छे, आम मना नहीं करवा सरकारी चाकरी करूँ है। ହୁଁ किंतु सरकारी चाकरी करवार गोटे कारण हूँ आमे रिटायर्ड है बेले पेंशन टा पाइबू। ହୁଁ किंतु पेंशन केतेबेले पाइबे आपण जदि आपण थिबे है। ହୁଁ ଠିକ ସେ ଥିବେ ବୋଲୁଛନ୍ତି। थिबे बेले तो पेंशन पाइबे। ହୁଁ जदि नहीं थिबे आपनकर मिसेस पेंशन पाइबे। ହୁଁ तो तेणुक आमे सेटा करबार अच्छे। तो इने गोटे बढ़िया प्रोफेशन आपण कहले आज आलोचना कला। किंतु सही भलिया अलगा प्रोफेशन रे केने नहीं मिले मुई जानबारे। किंतु आउ गोटे प्रोफेशन अच्छे सेटा होचे नेटवर्क मार्केटिंग है। आ मुई कहमी आज्ञा नेटवर्क मार्केटिंग ठानु टीचर नु भी आउरी ऊर्ध्वरे होचे नेटवर्क मार्केटिंग। ଆଜ୍ଞା ସେମାନେ ତ କାହିଁକି ଆପଣ କହିବେ କାହିଁକି ଲାଗି ଆପଣ କହିବେ କାହିଁ ଲାଗି ଆଉ 10 ମିନିଟ ଭିତରେ ଆମେ ସାରମା। ହଁ ଆପଣ କହିବେ ଦେଖ କାହିଁ ଲାଗି ଆପଣ କହିବେ ଯେ ଦେଖ ଟିଚର ଆଉ ନେଟୱାର୍କ ମାର୍କେଟିଂ କାହିଁ ଲାଗି ନେଟୱାର୍କ ମାର୍କେଟିଂ ଉପରେ ରହିଲା ଆଉ ଟିଚରସିପ ଟା କାନ ଟିକେ ତଳକେ ରହିଲା। ଦେଖ ନେଟୱାର୍କ ଟିଚରଟା ହଉଛି ମାର୍କେଟିଂ ଗୋଟେ ହିଁ ଲିମିଟେଡ ହଉଛି ଆଜ୍ଞା ଗୋଟେ ଟିଚରସିପ ର କାମ। ନେଟୱାର୍କ ମାର୍କେଟିଂ ବି ହେଲା ଗୋଟେ ଟିଚରସିପ ର କାମ କିନ୍ତୁ ସେଟା ହେଲା ଆହୁରି ୱାଇଡର ସେନ୍ସ ମାନେ ଆହୁରି ତାର ପରିସର ଟା ବିସ୍ତାରିତ ହେଇଗଲା। ନେଟୱାର୍କ ମାର୍କେଟିଂ ଯେତେବେଳେ ହେଲା ସେଟା ହେଲା ପରିସରଟା ବିସ୍ତାରିତ ହେଲା। କିନ୍ତୁ ନେଟୱାର୍କ ମାର୍କେଟିଂ কি হচ্ছে ফার্স্ট নিশ্চিত টিচার কে না ছাড়ি টিচর না হলা বলে নেটওয়ার্ক মার্কেটিং କିଛି ନା କରେ ଦେଖୁন ଆପଣ ଯଦି ଟିଚର ନା ହେଲେ ଆପଣଙ୍କୁ ଡୁପ୍ଲିକେଟ কি করবা ନାଇଁ ନାଇଁ স্টুডেন্ট করবে না স্টুডেন্ট বলে না ଆପଣ ଯାହା କେଟା କଲେ ନିହାତି ସେମାନେ ଏଇଟା ନାଇଁ କରନ୍ ଇଏ ଆପଣ ନେଟୱାର୍କରେ ଆସିବେ ସେମାନେ ସ୍ଟୁଡେଣ୍ଟ ଯଦି ଆପଣ ଯେନ୍ ପ୍ରକାର କରୁଛ ସେଟାକେ ଯେତେବେଳେ ମୁଇଁ ଡୁପ୍ଲିକେଟ କଲି ତା କିମ୍ବା କୌଣସି ଗୋଟେ ଅଚିହ୍ନା ବ୍ୟକ୍ତି ଯଦି ସେଟାକେ ଯଦି ଆପଣ ଏଇଟା ହେଲ୍ପ କଲେ ସେ ଗଲା ଡୁପ୍ଲିକେଟ ଗଲା କି ନାହିଁ
तो तेणुकरी नेटवर्क आम टीचरटा थिला गोटे लिमिटेड स्कूल रे खाली थिला गोटे जगह थिला परिसरटा टिके कम थिला किंतु नेटवर्क जेतले एड हेगला समाज मुझे तो युग बदलवा संगे संगे सब टेक्नोलॉजी सब प्रकार सिस्टम बदलते ठीक से एबे वर्तमान होते काना नेटवर्क मार्केटिंग हवा द्वारा हमर माने जते हम जन टीचर दे वर्ल्ड सारा कवर कर पारे ठीक जे गोटे गोटे स्कूल रे न धरिकरी से पृथ्वी सारा सब आड़े से कवर कर पारला बस तो जेदी इने एबे कना जो होचे ऑनलाइन जेतले आमे नेटवर्क मार्केटिंग कथा कहूछु जे प्रथम जिंस होचे जे से तीनटा जिंस के देखुचे गुटे जिंस कना आया नेटवर्क मार्केटिंग रो पहला पॉइंट फर्स्ट पॉइंट हला आपणकर हला आपणकर जेंटा कि मानसिक हां मेंटल हेल्थ ठीक रहला मानसिक स्तर रे हां केंति संतुलन रहबा इथुर मेंटल लगी हेल्थ आपन बैलेंस को शिक्षा प्रदान करा जाउची हां हला हां देखो हां नेटवर्क इने देखो हमर सेना थिला जेतले टीचरशिप थिला सेटा लिमिटेड थिला किंतु जेतले नेटवर्क ही निरला करने हला कनाबा मेंटल इकोनॉमिकल एंड स्पिरिचुअल तीन जाति लाइन है हला मेंटल भी असला मानसिक स्तर रे से इकोनॉमिकल भी असला मानसिक स्तर रे संतुलन हाँ होई गला ताले तार हाँ शारीरिक स्तर रे काना शारीरिक स्तर भी होला शारीरिक स्तर रे मेंटल फिजिकल से इकोनॉमिकल काउचे भी होला ये भी संतुलन कर दउचे मेंटल पहले असला तापर फिजिकल असला तापर इकोनॉमिकल भी असला आ 3 नंबर रे आसला इकोनॉमिकल हाँ ता माने हमर आर्थिक स्थिति इस स्तर रे भी पूरा इकोनॉमिकल सुदृढ़ करूचे इकोनॉमिकल हेल्थ बैलेंस होला लास्ट इकोनॉमिकल रे भी आउ बैलेंस गुटे होला पॉइंट अच्छे सेटा होचे स्पिरिचुअल सहयोग स्पिरिचुअल करवार मनोवृत्ति हाँ जेंटा स्पिरिचुअलिटी को जाने बुझी पारले आज्ञा आ इथिरे भी जणकू आज्ञा सम्मान मिलुचे सही अर्थ मिलुचे और से खुश मिलुचे मुई कहमी आज्ञा जे नेटवर्क जनता टीचर माने जे नाई करबार जनता रोगिणा ही जाउछन हंता नेटवर्क मार्केटिंग जणी जति नाई करबार से रोगिणा होउची ना थिबा हाँ हवा आज्ञा हाँ आज्ञा ना देखो ଆମେ କରୁଛେ एक्चुअली ବୋଲି କିନ୍ତୁ हाँ ପ୍ରପରଲି ନାଇଁ କରବାର ବାସ୍ତବରେ ନାଇଁ କରବାର ଖାଲି ଏଡମିସନ ହେଇଛେ ନା ଲେଖା ହେଇଛେ हाँ ना लिखी देले तो ज्ञान पाई नहीं है ना लिखी से ताकि तो प्रैक्टिस पढ़वा पड़वा अपन कंप्यूटर सेंटर ना लिखा देले ଆଜିକା कंप्यूटर सीखी ଡେଟରେ देले ना ହଁ ଆଜିକା ଡେଟରେ ସେଇ ଅସୁବିଧା ଲାଗି ବହୁତ ଲୋକ ନେଟୱାର୍କ ମାର୍କେଟିଂ ର ପ୍ରପର ଜ୍ଞାନ ବି ପାଇ ନାଇଁ ପାରବାର ଯେ ଜଣେ ଜଣେ ଖାଲି ନାଁ ଲେଖେଇ ଦଉଛନ୍ ଆର ଆମର ହେଇଗଲା ବୋଲଛନ୍ हाँ ना लिखी देले कि हम पास करी बोल दो सर्टिफिकेट किनी आनी जोन ତ सर्टिफिकेट किनी आनी करी ले जा बा ତେଣୁ ଆଜ୍ଞା କରି ନେଟୱାର୍କ ନେଟୱାର୍କ ମାର୍କେଟିଂ ମାର୍କେଟିଂ ବି ଯଦି ଟିଚରସିପ ଲେଖେନ୍ ସବୁଠୁ ବେଷ୍ଟ ହଁ ପ୍ରଫେସନ ହୁଁ ଆଉ ସେଟା ଡିଟେଲ୍ସ आज मुझे एतकी कहली किंतु डिटेल्स हमें कल की आलोचना करमा जे नेटवर्क मार्केटिंग रे बेस्ट केंतिकरी हेई पारुचे ठीक अच्छे आजिकार सेशन लगी आपण मान को समस्त को धन्यवाद थैंक यू सर आपण आसले आमे कथा ଧନ୍ୟବାଦ हला जे समाज लगी जन गोटे वार्ता जीवा जे समस्ते जदि ताके गुरुत्व देबे पहला तो नेटवर्क मार्केटिंग वाले को मोर गोटे अनुरोध जे समाने प्रॉपर नेटवर्क मार्केटिंग करी करी समाज के गोटे भल वार्ता दउन जार द्वारा कि निजे खुश रहबार संगे अलगा मान को खुशी रखी पारबे 2 नंबर प्रत्येक टीचर मान को भी मोर गोटे अनुरोध जे से माने तांकर कर्तव्य करी समाज के भल मनीष दउन जार द्वारा कि समाने जेन तैयारी करूचन मनीष बा मनीष तैयारी करबार मेसिन होचन टीचर माने बा नेटवर्क मार्केटिंग रो लोक भी होचन मनीष तैयारी करबार मेसिन आमे माने गोटे गोटे होचन मनीष तैयारी करबार मेसिन तो आमे जदि भल मेसिन रे भल भल प्रोडक्ट तैयारी करमा ताले जेतले समाज के जीवा ताहले मुई भाबुचे भल प्रोडक्ट जेतेबेले जीवा तार डिमांड रहबा और तार ब्रांड भी हेबा तो तेणु करी आजिका डेट रे आमे जदि देखमा नेटवर्क मार्केटिंग रे लोक एते खुश अछन जस्ट मुई काली देखुतली जणे आज्ञाकर वीडियो जे बाप पुओ 2 जण करूछन एकाठने मिसिकरी आउ जेन मुर्खी हसा जेन हसा आपण विश्वास नाय करि पार बापा पुअर संगे जेतले हसी हसी किरी गुटे काम करूचे तानु बड़ जिंस आर किछि नाय न आ सही काम होचे नेटवर्क मार्केटिंग
तो चलून आजिका सेशन के इने रखुचु। नेक्स्ट एपिसोड बा नेक्स्ट सेशन के आमे जारी रखमु। प्रत्येक दिन आम रहबा आपण माने जानि पारबे। थैंक यू। थैंक यू। थैंक यू।